ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଜନ୍ମଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ୍ ଲିଭିଂ ପରିବାରର ମିଳିତ ଆନୁକୂଲ୍ୟରେ ଏକ 13 ଦିନିଆ ରକ୍ତଦାନ ଶିବିରର ଆଜି ଅଷ୍ଟମୀ ଦିନରେ ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ଗଙ୍ଗାଧର କ୍ଲବଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ 35 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରକୁ ବାସୁଦେବ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ଅର୍ଜୁନ ସାହୁ, ବଣ୍ଟି ତ୍ରିପାଠୀ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ଲକ୍ଷ୍ମୀ ପ୍ରସାଦ ସାହୁ, ସୁନୀତି ସାହୁ, ସୁଦାମ ପ୍ରଧାନ, ସୁବ୍ରତ ଦାସ, ନେତ୍ରାନନ୍ଦ ପ୍ରଧାନ, ରୀନା ଦାସ, ଆଲୋକ ରାଉତ, ଅମର ବେହେରାଙ୍କ ସହ ନିଷ୍ଠା ପରିବାର ଓ ଆର୍ଟ ଅଫ୍ ଲିଭିଂର ସଦସ୍ୟମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତଦାତା ସହଯୋଗୀ ଶୁଭେଚ୍ଛୁମାନଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ରୁ ନବୀନ କୁମାର ଦାସଙ୍କ ରିପୋର୍ଟ, ବିପ୍ଳବ ପରିକ୍ରମା।